ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଡ଼ମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗଭଟା ଓ ପଣ୍ଡ୍ରିପାନ ଗ୍ରାମରେ 5,000ରୁ ଉର୍ଦ୍ଧ୍ୱ ଆଦିବାସୀ ଗଣ୍ଡ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ତାଙ୍କର ମୁଖ୍ୟ ଜୀବିକା ହେଉଛି ଜଙ୍ଗଲଜାତ ଦ୍ରବ୍ୟ ମହୁଲ, ଚାହାର, ଲାଖ, ଝୁଣା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ଏହି ଗ୍ରାମବାସୀମାନେ ଅନେକ ବର୍ଷ ହେବ ଏହି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସଫଳିତ ଯୋଜନା ବସୁଧା ମାଧ୍ୟମରେ ଅର୍ଥରାଶି ମଞ୍ଜୁର ହୋଇଥିଲା। ତାହାକୁ ଭିତ୍ତି କରି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଶେଷ ହେଲା। ହେଲେ ଦୀର୍ଘ 5 ବର୍ଷ ହେବ 50,000 ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇ ହାତୀ ଭଳି ଛିଡ଼ା ହୋଇଛି। ହେଲେ ଆଜିକୁ 5 ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପାନୀୟ ଜଳ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆପତ୍ତି ଅଭିଯୋଗ କରିବା ପରେ ମଧ୍ୟ କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ରହିଯାଇଛି। ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ମଧ୍ୟ ଲଗାଯାଇଛି, ହେଲେ ସେଥିରେ ଟୋପାଏ ପାଣି ଭାଗ୍ୟରେ ନାହିଁ। ପାଇପ୍ ଗୁଡ଼ିକ ଭାଙ୍ଗି ପଡ଼ିଛି, ଯାହାଫଳରେ ଆଜି ହଜାର ହଜାର ଗ୍ରାମବାସୀ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିବା ସହିତ ଡହ ଡହ ଖରାରେ ନିଛାଟିଆ ଜଙ୍ଗଲ ପାହାଡ଼ରେ ମଧ୍ୟରେ ରହିଥିବା ନାଳାର ପାଣି ଆଣି ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ଗାଁରେ ଫେଲ୍ ମାରିଛି, ଯାହାଫଳରେ ଲୋକେ ବାଧ୍ୟ ହୋଇ ନାଲାର ପାଣି ପିଉଛନ୍ତି ଓ ଅନେକ ରୋଗର ଆକ୍ରାନ୍ତ ମଧ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଗରିବ ଶ୍ରେଣୀର ପରିବାରବର୍ଗଙ୍କୁ ଅନେକ ଯୋଜନା ସାମିଲ କରି ସଫଳତାର ଡିମ୍ଡିମି ପିଟୁଥିବା ବେଳେ ଯୋଗଭଟା ଗ୍ରାମରେ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଗୋଟିଏ ନାରା ବର୍ତ୍ତମାନ ମଧ୍ୟ ପିଲାଠାରୁ ବୁଢ଼ାଙ୍କ ମୁହଁରେ ଗୋଟିଏ କଥା, ନାରୀକୁ ସମ୍ମାନ, ତାହାର ଆଜି ବିକଳ ଚିତ୍ର ଦେଖିବାକୁ ମିଳିଛି। ନିଜ ହକ୍ ଅଧିକାର ପାଇଁ ନିଜ ଜୀବନ ବଞ୍ଚାଇବା ପାଇଁ ଟାଣ ଖରାରେ ପାଣି ସଂଗ୍ରହ କରୁଛନ୍ତି ଓ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନକୁ ଖୁଲମ ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ନିର୍ବାଚନ ହେବା ଆଗରୁ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦୂର ନ ହୁଏ ତାହେଲେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆମେ ଦାୟିତ୍ୱରେ ଥିବା ସିନାପାଲି ଯନ୍ତ୍ରୀ ସାହୁଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ, ହେଲେ ହୋଇପାରିନଥିଲା। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ଉଦନ୍ତୀ ଲାଇଭ୍।